ଛୁଆ ଯଦି ଘରୁ ବାହାରକୁ 3-4 ଘଣ୍ଟା ପାଇଁକି ଯିବ ତାହେଲେ ତାକୁ ସେତିକି ଟାଇମ୍ ପର୍ଯ୍ୟନ୍ତ ଭୋକ ନ ଲାଗିବା ପାଇଁକି ସେଇ ହିସାବରେ ଖାଇବା ଖୁଏଇକି ପଠେଇଦେଲେ ମୋତେ ଶାନ୍ତି ଲାଗେ। ନହେଲେ ଖାଲି ମାଇଣ୍ଡରେ ଆସୁଥିବ କାଳେ ତାକୁ ଭୋକ ଲାଗୁଥିବ କ'ଣ ହେଉଥିବ। ତ ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ। ଆଜି ମୋ ପୁଅର ସ୍କୁଲରେ ଥିଲା ଆନୁଆଲ୍ ଫଙ୍କସନ୍। ଆଉ ସିଏ ଯିବ 3:30 ପାଖାପାଖି, ଫେରିଲା ବେଳକୁ ରାତି 8ଟା ପାଖାପାଖି ହେଇଯିବ। ସେଇଥିପାଇଁ ଟିକେ ବ୍ରେଡ଼କୁ ବଟର୍ ଦେଇକି ସେକି ଦେଇକି ଅଣ୍ଡାକୁ ଦେଇକି ତାକୁ ଆମଲେଟ୍ ଭଳିଆ କରିକି ତାକୁ ଛୋଟ ଛୋଟ ପିସ୍ କରିକି ତାକୁ ଖୁଏଇକି ପଠେଇଦେଲି। ତାକୁ ଆଗ ଯିବାର ଥିଲା, କାହିଁକି ଗଲେ ସେଠି ତାଙ୍କର କଷ୍ଟ୍ୟୁମ୍ ଚେଞ୍ଜ ହେବ। ସେଥିପାଇଁକି ତାକୁ 3:30 ବେଳେ ନେଇକି ଛାଡ଼ିବାର ଥିଲା, ଆଉ ଆମେ 4:30-5ଟା ପାଖାପାଖି ଯିବାର ଥିଲା। ତାକୁ ଖୁଏଇ ପିଏଇକି ରେଡ଼ି କରିକି ପଠେଇଦେଲି। ତା ବାବା ଯାଇକି ତାକୁ ଛାଡ଼ିକି ଆସିଲେ। ତାପରେ ମୁଁ ମୋର ରେଡ଼ି ହେଇଗଲି। ଆଉ ଯିବି ବୋଲିକି ଥର୍ମୋଫ୍ଲକ୍ସରେ ଟିକେ ଗରମ ପାଣି ନେଲି, ତା ସହିତ ମୁଁ ଟିକେ ଚ୍ୟମନପ୍ରାଶ ଆଉ ଗରମ ପାଣି ଖାଇ ଦେଇକି ଗଲି। ପୁଅର ପ୍ରୋଗ୍ରାମ ବୋଲି ଯିବା କଥା, ନହେଲେ ଜମା ଯାଇନଥାନ୍ତି। ଆଉ ଯେଉଁ ଥଣ୍ଡା ଏତେ ଜୋର ହେଉଛି, ରାତି 8ଟା ପର୍ଯ୍ୟନ୍ତ ଫାଙ୍କାରେ ବସିବା, ମୋର ପୁରା ଥଣ୍ଡାରେ ଏମିତିରେ ହାଲତ ଖରାପ, କିନ୍ତୁ ବାଧ୍ୟ ହେଇକି ଯାଉଛି, କାହିଁକିନା ଛୁଆର ପ୍ରୋଗ୍ରାମଟା ମିସ୍ କରିପାରିବିନି, ଘରେ ଯାଇକି ବାୟା ହେଇଯିବି। ତ ତା ବାପାଙ୍କର କାମ ଚାଲିଛି, ସିଏ କାମ ସାରିକି ଆସିବେ 6ଟା 6:30 ପାଖାପାଖି। ତ ସିଏ ଆଗ ମୋତେ ନେଇକି ଛାଡ଼ି ଦେଇକି ସିଏ ପଳେଇ ଆସିଲେ। ଆଉ ଟିକେ ଜଲ୍ଦି ନ ଗଲେ ବି ଆଗରେ ଜାଗା ମିଳିବନି। ବାପାମାନଙ୍କର କାମ ଅଛି, ବାପାମାନେ ପଛରେ ଆସିବେ, ମାଆମାନେ ଘଣ୍ଟାଟେ ଖଣ୍ଡେ ଆଗରୁ ଯାଇକି ନିଜେ ତ ବସିବେ, ତା ସହିତ ବାପାମାନଙ୍କ ପାଇଁକି ବି ଜାଗା ରଖିବେ। ତ ଯାଇକି ସେଠି ବସିଲା ପରେ ଆମର ଏଠି କିଛି ତ ନଥିଲା ସେତେବେଳେ ଫାଙ୍କା, ଆମର ସେଠି ଖଟି ଚାଲିଥିଲା। ତାପରେ ସେଠି କଫିର ବ୍ୟବସ୍ଥା ଥିଲା, ତ କଫି ଆଣିକି ପିଇଦେଲୁ। ସନ୍ଧ୍ୟା 6ଟା ପାଖାପାଖି ତାଙ୍କର ପ୍ରୋଗ୍ରାମ ଷ୍ଟାର୍ଟ ହେଲା। ଛୋଟ ଛୋଟ ପିଲାଗୁଡ଼ାକ ପୁରା କ୍ୟୁଟ୍ ଲାଗୁଥିଲେ ଷ୍ଟେଜ୍ ଉପରେ। ଆଉ ସମସ୍ତଙ୍କର ଭିଡ଼ିଓ କରିବା ତ ପସିବଲ୍ ନୁହଁ, ଏତେ ପିଲାଙ୍କର ଏତେ ଗୀତ। ତ ସମସ୍ତଙ୍କର ବାସ୍ ଜଷ୍ଟ ଟିକେ ଟିକେ ମୁଁ ଭିଡ଼ିଓ କରିଥିଲି। ମୋ ପୁଅର ଭିଡ଼ିଓଟା ବି ପୁରା କରିଥିଲି, ସେ 2ଟା ଗୀତରେ ନାଚିଥିଲା। ତାପରେ ସେଠି ଟିଫିନ୍ର ବ୍ୟବସ୍ଥା ଥିଲା, ଖାଇ ପିଇକି ପିଲାଙ୍କର ପ୍ରୋଗ୍ରାମ ପୁରା ଏନ୍ଜୟ କଲୁ ଆଉ। ସେ ଗୀତରେ ଆପଣମାନେ ମୋ ପୁଅକୁ ଚିହ୍ନି ପାରିଲେ କି ନାହିଁ କମେଣ୍ଟ କରିକି କହିବେ। ଆଉ ସିଏ ମାନେ ଜଗନ୍ନାଥଙ୍କ ଭଜନ ଗୀତରେ ଗୋଟେ ନାଚିଥିଲା, ଆଉ ଲାଷ୍ଟରେ ଥ୍ୟାଙ୍କ ୟୁ ସଙ୍ଗରେ ସିଏ ନାଚିଥିଲା। ତ ବାସ୍ ପ୍ରୋଗ୍ରାମ ତାଙ୍କର ବହୁତ ବଢ଼ିଆ ହେଇଥିଲା, ଆମେ ବି ବହୁତ ଏନ୍ଜୟ କଲୁ। ତ ଆଜିର ଭିଡ଼ିଓଟି ଏତିକି, ପୁଣି ଦେଖା ହେବ ଗୋଟେ ନେକ୍ସଟ ଭିଡ଼ିଓରେ।